ଜୟ ଜଗନ୍ନାଥ ସାଙ୍ଗମାନେ କ'ଣ କରିଛନ୍ତି ସମସ୍ତେ ଶୁଭ ସକାଳର ସମସ୍ତଙ୍କ ବହୁତ ସାରା ଅଭିନନ୍ଦନ। ମୁଁ କ'ଣ କହିବି ଆଉ, ଆପଣଙ୍କୁ ସବୁ ତମେ ଜାଣିଛନ୍ତି ସମସ୍ତେ ମୋର କ'ଣ ସବୁ ସମସ୍ୟା ସବୁ ଉତ୍ତର ମୁଁ ଜଣେଇଛି। ମୋର ଏମିତି ଗୋଟେ ଭାଗ୍ୟ ଯେ ସାଙ୍ଗମାନେ, କିନ୍ତୁ ମୁଁ ଯେତେ ଭଲ କଲେ ସେତେ ଖରାପ ହେଇଯାଉଛି। ମୋ ଜୀବନରେ କ'ଣ ସବୁବେଳେ ଏମିତି ଦୁଃଖ ଲେଖା ହେଇଥିବ, ଭଗବାନ ଏମିତି ଲେଖିଛି, କେମିତି ଜୀବନରେ ମୋର ଦୁଃଖ କଷ୍ଟ ଯିବନି। ଆଉ ମୁଁ ବହୁତ ପସ୍ତଉଛି କାହିଁକି ନା ମୋ ମା' ବାବାଙ୍କ ବଡ଼ ବାବାଙ୍କ କଥା ଶୁଣିକି ମୋତେ ବାହା ହେଲା ପରେ ମୁଁ ବହୁତ ପସ୍ତଉଛି। ଭାବିଥିଲେ ମୁଁ ବାହାଘର ହେଇନି କରିନାହାନ୍ତି କେବେ ବି, ସାରା ଜୀବନ ବି ଏମିତି ଦୁଃଖ କଷ୍ଟରେ ମୋ ଦିନଟା କଟି ଯାଇଥାନ୍ତା, ଦୁଃଖ କରି କରି ଜୀବନଟା ଚାଲି ଯାଇଥାନ୍ତା। ସୁଖ ନାହିଁ। ଯାହାକୁ ଭଲ କହିଲେ ସିଏ ଖରାପ ହେଉଛନ୍ତି, ଯାହାକୁ ଯଦି କୌଣସି କଥାଟା କହିବେ ସିଏ ଚିଲଉଛନ୍ତି। କିନ୍ତୁ ମୋ ଭାଗ୍ୟଟା ଏତେ ଖରାପ ଯେ ମୋତେ ବୁଦ୍ଧି ମୋର ଯେତେବେଳେ ଥାନ୍ତା, ମୋତେ ତ 16 ବର୍ଷର ପିଲାଟି ହେଇଥିଲା, ବାପା ଚାଲିଗଲେ। ବାପା ଚାଲିଗଲା ପରେ ଠିକ୍ ଠାକ୍ କରି ବାହାଘର କରିଦେଇଥିଲେ, ମୁଁ ବି ଲେଖିଥିଲି କମେଣ୍ଟରେ। ତାପରେ ମୁଁ ଜାଣିଥିଲି ବାହା ହେଇନାହାନ୍ତି, କାହିଁକି ନା ଗୋଟେ ମଦୁଆକୁ ବାହା ହେଲେ ବି ତା ସ୍ତ୍ରୀକି ସେ ସୁଖ ଶାନ୍ତିରେ ରଖୁଛି। ଆଉ ଯଦି ତୁ ଗୋଟେ ପିଲାଟାକୁ, ଯାହାକୁ ଗୋଟେ ଗରିବ ଘର ପିଲାଟାକୁ ବାହା ହେଇଥିବୁ, ଧନୀ ଘର ପିଲାଟା ବାହା ହେଇଥିବୁ, ତା ବୁଦ୍ଧି ଯଦି ଭଲ ନ ହେଇଥିବ ସେ ଘରଟା ଭାଙ୍ଗିକି ଚୁରମାଡ଼ ହୋଇଯାଏ। ମେନ୍ ଘରର ମୁଖିଆ ହେଉଛି ଶାଶୁ ମା', ଶାଶୁ ଶ୍ୱଶୁର ହୁଅନ୍ତି ଘରର ଗାର୍ଡ଼ିଆନ, ମା' ହୁଅନ୍ତି ଘର ଭିତରର ପ୍ରତିଟି ସଦସ୍ୟଙ୍କର ମନ ନେବା କଥା, ଝିଅ ପୁଅଙ୍କର ମନ ନେବା କଥା, ପୁଅ ବୋହୂଙ୍କର ମନ ନେବା କଥା। କ'ଣ କଲେ କ'ଣ ନାହିଁ ସବୁ ରିକ୍ସ, ଆଉ ସେମାନେ ବୁଝିବା କଥା। ଯଦି ଶ୍ୱଶୁର କ'ଣ ଯଦି କହିଦେଉଥିବେ ବୋହୂକୁ କି ଝିଅକୁ, ମା' ଘୋରେଇ ପକାଉଥିବ, କାହିଁକି ଏମିତି କହୁଛ, ପିଲା ଗୁଡ଼ାକ ଏମିତି କହୁନାହାନ୍ତି। ମୋ ଶାଶୁ ଖାଲି ନିଆଁରେ, ସମସ୍ତେ କଥା କୁହନ୍ତି, ମୋ ଘର କଥା ମୁଁ କହୁଛି। ମୋ ଶାଶୁ ଖାଲି ନିଆଁରେ ଘିଅ ଢାଳି ଜାଣନ୍ତି, ତାପରେ ପାଳ ଛିଞ୍ଚି ଚାଲନ୍ତି। ମୁଁ କେମିତି ଘରେ ବଞ୍ଚିବି, ଅଧା ସମୟ ହେଇସାରିଲାଣି। ଆଉ କିଛି ଦିନ, କେତେ ଦିନ ବଞ୍ଚିବି ଏମିତି କଷ୍ଟରେ। ମୋତେ ଦୁଃଖ ଲାଗିବା କଥା, ମୋ ଦେହ ଏମିତି ହେଉଛି, ବେଳକୁ ବେଳ ଗୋଡ଼ ହାତ ବିନ୍ଧୁଛି, ମୁଣ୍ଡ ବୁଲଉଛି, ଆଖି ବିନ୍ଧୁଛି। କେତେଥର ମୋତେ ମେଡ଼ିକାଲ ନେଇ କିଏ ଶୁଣୁନାହାନ୍ତି। ମୁଁ କାହାକୁ କହିବି ସାଙ୍ଗମାନେ ମୋ ଦୁଃଖର କଥା। ଯଦି ମନ ଭଲ ଲାଗୁନି, ଆପଣଙ୍କ ସାଥିରେ ଦୁଃଖ କଷ୍ଟରେ କଥା ହେଇଯାଉଛି। ଯଦି ଗୋଟେ ଲୋକ, ମୋ ସ୍ୱାମୀ ଯିଏ, ସେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କରୁଛନ୍ତି, କଲେ କିଛି ଲାଭ ନାହିଁ। ଯଦି ଘରେ ଶାନ୍ତି ନାହିଁ, ଲାଭ ଆସିବ କେଉଁଠି। ମୁଁ ଆପଣଙ୍କ ହାତରେ କଥା ନହେଲେ ରହିପାରୁନି ସାଙ୍ଗମାନେ। ଆପଣଙ୍କ ଖୁସିରେ ମୁଁ ଖୁସି ହେଉଛି, ଦୁଃଖୀ ହେଉଛି, ମନଟା ସ୍ଥିର କରୁଛି। ମୋ ଭାଗ୍ୟରେ କ'ଣ ଏହା ଲେଖା ଅଛି ସବୁଦିନ ପାଇଁ ମୁଁ ଏମିତି କଷ୍ଟ ଯନ୍ତ୍ରଣା ଭୋଗୁଥିବି? ବାପା ଅଛି ନା ମା' ଅଛି? ବାପା ମା' ତ ଚାଲିଯାଇଛନ୍ତି କେବେଠୁ। ମୁଁ କାହାକୁ ଭରସା କରିବି? ଯାହାକୁ ଭରସା କରିବା କଥା ସିଏ ତ ବହୁତ, ଯାହା କଥା ହେଲେ କହୁଛନ୍ତି ମୁଁ ସହିପାରୁନାହିଁ। ବାଧ୍ୟ ହେଇକି ମୋ ରାସ୍ତାରେ ମୁଁ ରହିଆସୁଛି। ଦେଲେ ଭଲ, ନଦେଲେ ଭଲ, ଖାଇବାକୁ ଦେଲେ କହିଲେ ଖାଇବି, ନହେଲେ ନାହିଁ। ମୋ ଭାଗ୍ୟରେ ବହୁତ ଦୁଃଖ, ମୁଁ କହିପାରୁନି କି ସହିପାରୁନି। ଦୁଃଖ କାରଣ ବହୁତ କଷ୍ଟ ଲାଗୁଛି ସାଙ୍ଗମାନେ। ମୋ ପିଲାଟି ସାରା ବାପା ମଲା ଦିନଠୁ ଦୁଃଖ ହିଁ ଦୁଃଖ ଲେଖିଦେଇଛି। କପାଳରେ ଏମିତି ଲେଖା ଅଛି, ମୁଁ ଭୋଗ କରୁଛି ନା ମୁଁ ମରିପାରୁଛି ନା ବଞ୍ଚିପାରୁଛି। କେଉଁଠି ହେଲେ ରାସ୍ତାରେ ଯାଉଛି, ହେଲେ ଗାଡ଼ି ଚଲେଇକି ମୁଁ ଯାଉଛି, ମୋ ସ୍କୁଟି ନେଇକି ଯୁଆଡ଼େ ଯାଉଛି, କେଉଁଠି ଗାଡ଼ି ଧକାଇ ମରିଯାଆନ୍ତି, ହେଲେ କେଉଁଠି ଝୁଟି ପଡ଼ନ୍ତି, ହେଲେ ଝୁଟି ପଡ଼ିଥିଲେ ତ ପାର କରିଥିଲେ ଜୀବନଟା ଚାଲି ଯାଇଥାନ୍ତା, ମୋ ଉପରେ ଗାଡ଼ି ଚଢ଼ି ଯାଇଥାନ୍ତା, ସବୁଠୁ ଭଲ ହେଇଥାନ୍ତା। ଏ ଦିନ ଆଉ ଦେଖିବାକୁ ପଡ଼ିନାହାନ୍ତି ସମସ୍ତଙ୍କୁ। ବହୁତ ଯନ୍ତ୍ରଣା ଭୋଗ କରୁଛି ମୁଁ। କାହାକୁ କହିବି? କହିପାରୁଛି ନା ସହିପାରୁଛି? ହଉ ଜୟ ଜଗନ୍ନାଥ। ରାକ୍ଷୀ ସେଇଟା ଆସିଲାଣି, ହେଲା କିଏ ହେବ। ଯାଉଛି ଟିକେ କ'ଣ ଘର ଦ୍ୱାରା ସଫାସୁତୁରା ଟିକେ କରିଦିଏ। ଏଇଟା ରାଉ ହେବ ଯେ ଦିନ ଭରି ରାଉ ହେବ। ରଖୁଛି ସାଙ୍ଗମାନେ, ଜୟ ଜଗନ୍ନାଥ। ସମସ୍ତେ ଖୁସିରେ ରୁହନ୍ତୁ। ମୁଁ ତ ଜୀବନରେ ଖୁସି ନାହିଁ, ଖୁସି ଆସିବ କେଉଁଠୁ। ରଖୁଛି।